आज क्लास रे आमे एंशिएंट हिस्ट्री डिस्कशन करिबा किंतु क्वेश्चन आकार रे 50टा क्वेश्चन अछि प्रतिटी क्वेश्चन आपण थरे अटेम्प्ट करंतु और अटेम्प्ट करला परे आपण गोटे आंसर भाबी सारला परे मु तार आंसर डिस्कस करिवि जदि आपण ठीक थिबो तले से आंसर आपण निजको चेक करि परिबे तो स्टार्ट करियो फर्स्ट क्वेश्चन रो Which ancient dynasty in Odisha is known for having several female rulers including Tribhuvana Mahadevi? ତାହେଲେ ଆମେ ଯେତିକି ବି ପଢିଛେ ସେ କୋଉଥିରେ ବି ଫିମେଲ ରୁଲର୍ସ ନଥିଲେ ମାନେ ଯେତିକି ପଢିଛେ ମାନେ କ'ଣ ନା ମୌର୍ଯ୍ୟ ନନ୍ଦ ଏମାନେ କୋଉଥିରେ ତ ଫିମେଲ ରୁଲର୍ସ ନଥିଲେ ତ ଫିମେଲ ରୁଲରଙ୍କ ପାଇଁ ଗୋଟେ ଡାଇନେଷ୍ଟି ଫେମସ୍ ଥିଲା ଆଉ ସେ ହେଉଛି ଭୌମକର ଭୌମକର ତା ନାଁ କାହିଁକି ହେଇଛି ପ୍ରଥମେ ତ ଯଦି ଆମେ ତାର ଇତିହାସ ଦେଖିବା ତାହେଲେ ଷ୍ଟାର୍ଟିଂରୁ ସେ କିଛି ଦିନ ମାନେ ପୁରୁଣା ଜିନିଷ ଦେଖିଲେ ଜଣାପଡ଼େ ଯେ ସେ ନିଜକୁ ଭୌମ ବୋଲି ମାନେ ବିବେଚିତ କରୁଥିଲେ ତାପରେ ପରବର୍ତ୍ତୀ ଇନସ୍କ୍ରିପ୍ସନରେ ତାଙ୍କ ନାଁ କର ବୋଲି ଲେଖା ହେଇଥିଲା ସେଇ ଯୋଗୁଁ ଐତିହାସବିତ୍ ମାନେ ୟାଙ୍କୁ ଭୌମକର ଡାଇନେଷ୍ଟି ବୋଲି କୁହନ୍ତି ତାହେଲେ ଭୌମକର ଡାଇନେଷ୍ଟି ଫିମେଲ ରୁଲରଙ୍କ ପାଇଁ ଫେମସ୍ ହୋଇଥାଏ ତାହେଲେ ଭୌମକର ଡାଇନେଷ୍ଟିର ପ୍ରତିଷ୍ଠାତା ହେଉଛନ୍ତି କ୍ଷମାଙ୍କର ଦେବଙ୍କ ପରେ ତାଙ୍କ ପରେ ସବୁ ଯେଉଁ ଅଲଗା ଅଲଗା ରାଜା ଆସିଲେ ଏବଂ ଫାଇନାଲି ଯେତେବେଳେ ଫାଷ୍ଟ ଫିମେଲ ରୁଲର ଆସିଲେ ସିଏ ଥିଲେ ତ୍ରିଭୁବନ ମହାଦେବୀ 1 ତାପରେ ତ୍ରିଭୁବନ ମହାଦେବୀ 2 ଏବଂ ତାପରେ ତ୍ରିଭୁବନ ମହାଦେବୀ 3 ୟାଙ୍କ ଭିତରେ ଅଲଗା ବି ରାଜା ଅଛନ୍ତି କିନ୍ତୁ ଫିମେଲ ରୁଲରଙ୍କ ଅର୍ଡର ଯଦି ଆମେ ଦେଖିବା ତାହେଲେ ତ୍ରିଭୁବନ ମହାଦେବୀ 1 ତ୍ରିଭୁବନ ମହାଦେବୀ 2 ତ୍ରିଭୁବନ ମହାଦେବୀ 3 ତ ଏମିତି ଅର୍ଡରରେ ଅଛନ୍ତି ଏବଂ ତାଙ୍କ ପରେ ଆଉ 4 ଜଣ ବି ରୁଲର ଥିଲେ ତାଙ୍କ ଭିତରେ ଆପଣ ମନେ ରଖିପାରିବେ ପ୍ରଥମେ ଥିଲେ ଗୌରୀ ମହାଦେବୀ ୟାଙ୍କ ପରେ ମାନେ ତ୍ରିଭୁବନ ମହାଦେବୀ 3ଙ୍କ ପରେ ଗୌରୀ ମହାଦେବୀ ତାପରେ ଦାଣ୍ଡି ମହାଦେବୀ ଗୌରୀ ମହାଦେବୀ ଦାଣ୍ଡି ମହାଦେବୀ ବକୁଳ ମହାଦେବୀ ଏବଂ ତାଙ୍କ ପରେ ଧର୍ମ ମହାଦେବୀ ତାପରେ ଧର୍ମ ମହାଦେବୀ ତାହେଲେ ଗୌରୀ ଦାଣ୍ଡି ବକୁଳ ଧର୍ମ ମହାଦେବୀ ଲଗେଇଦେବେ ସବୁଥିରେ ମନେ କେମିତି ରଖିବେ ଗୋ ଦାନ ଭାରି ଧର୍ମ ଗୋ ଦାନ ଭାରି ଧର୍ମ ତ ସମସ୍ତଙ୍କ ତ ମହାଦେବୀ ଲଗେଇବାର ଅଛି ଗୋ ଫର ଗୌରୀ ମହାଦେବୀ ଦାନରେ ଦାଣ୍ଡି ମହାଦେବୀ ତାପରେ ବକୁଳ ମହାଦେବୀ ତାପରେ ଧର୍ମ ମହାଦେବୀ ଏ ଯୋଉ ଧର୍ମ ମହାଦେବୀ ଥିଲେ ୟାଙ୍କୁ ହିଁ ପରାସ୍ତ କରିଥିଲେ କିଏ ନା ଯଜାତି 1 କାରଣ ଭୌମକରଙ୍କ ପରେ ଆସିଥିଲେ ଆପଣ ଯଦି ମନେ ପକେଇବେ ତାହେଲେ ଆମର କ'ଣ ଥିଲା ଶୈଲା ବୋମା ସୋମା ନା ଶୈଲା ବୋମା ସୋମା ତ ଶୈଳାରେ ଥିଲେ ଶୈଳୋଦ୍ଭବ ତାପରେ ଭୌମକର ତାପରେ ଆସିବେ କିଏ ସୋମା ଶୈଲା ବୋମା ସୋମା ତାପରେ ଆସିବେ ସୋମବଂଶୀ ତ ଯୋଉ ସୋମବଂଶୀ ଆସିଥିଲେ ସେମାନେ ଭୌମକରଙ୍କୁ ପରାସ୍ତ କରିକି ହିଁ ଆସିଥିଲେ ତ ସୋମବଂଶୀ ରୁଲର ଯୋଉ ଥିଲେ କୁହାଯାଏ ଯେ ସେ ଧର୍ମ ମହାଦେବୀଙ୍କୁ ୟାଙ୍କୁ ହତ୍ୟା କରିଥିଲେ ଏବଂ ତାଙ୍କ ପରେ ସେ ପୁରା ଅକ୍ତିଆର କରିଥିଲେ ଏଇ ବଂଶଟାକୁ ମାନେ ଆମର ଭୌମକର ବଂଶକୁ ଆଉ ସୋମବଂଶୀ ବଂଶକୁ ଆଣିଥିଲେ ଯଜାତି 1 ଯିଏକି କୋଉ ବଂଶରେ ଥିଲେ ସୋମବଂଶୀ ବଂଶରେ ଥିଲେ ସେ କାମ ଗୁଡା କରିଥିଲେ ତାହେଲେ ଏତେ ତ ନାହିଁ ଆମର କ୍ୱେଶ୍ଚିନ୍ ଅଛି ଯେ କିଏ ଫିମେଲ ରୁଲରଙ୍କ ପାଇଁ ଫେମସ୍ ତାହେଲେ ଆନ୍ସର ହେଇଯିବ ଆମର ଏଇଟା ଭୌମକର ଡାଇନେଷ୍ଟି ଫିମେଲ ରୁଲରଙ୍କ ପାଇଁ ଫେମସ୍ ଫାର୍ଷ୍ଟ କ୍ୱେଶ୍ଚିନ୍ ହେଇଗଲା ସେକେଣ୍ଡ କ୍ୱେଶ୍ଚିନ୍ এটা তো ଆପଣ ଆସିବ in which year did the Kalinga war which led to the emperor Ashoka's in conversion to the Buddhism take place ବୁଦ୍ଧିଜିମ୍ କୁ କନଭର୍ଟ ହେଇଥିଲେ ଅଶୋକ କେଉଁ ମସିହାରେ ତାହେଲେ ଆମେ ପଢିଛୁ ଏଇଟା 261 ମସିହା 261 ବିଫୋର ଖ୍ରୀଷ୍ଟ 261 BCE ବିଫୋର କମନ ଏରା ଏଇ କ୍ଷେତ୍ରରେ ଆମର ଅଶୋକ ଆମର ଆସିଥିଲେ କୋଉ ସମ୍ରାଟ ସିଏ ମୌର୍ଯ୍ୟ ଥିଲେ ସିଏ ତାଙ୍କର 3 ନମ୍ବର ଶାସକ ଥିଲେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ପ୍ରତିଷ୍ଠା କରିଥିଲେ ତାପରେ ମୌର୍ଯ୍ୟର 3 ନମ୍ବର ଶାସକ ଥିଲେ ଇଏ ତ ଅଶୋକ ଆସିଥିଲେ କଳିଙ୍ଗ ୱାର 261 BCE ରେ ତାପରେ ଦେଖିବା The Hathi Gumpha inscription at Udayagiri, written in Brahmi script, is the main source of information about which powerful ancient king of Odisha. ପ୍ରଥମେ ତ ହାତୀ ଗୁମ୍ଫା ଇନସ୍କ୍ରିପସନ ମାନେ ଆମର ଉଦୟଗିରିରେ ଅଛି ଉଦୟଗିରି କୋଉଠି ଅଛି ନା ଭୁବନେଶ୍ୱରରେ ଅଛି ତ ଭୁବନେଶ୍ୱରରେ ଯୋଉ ହାତୀ ଗୁମ୍ଫା ଇନସ୍କ୍ରିପସନ ଅଛି ସେଇଥିର କାହାର ଖାରବେଳଙ୍କର ହିଁ ଅଛି ଖାରବେଳ ପୁରା ନିଜର ଗୌରବାନ୍ୱିତ 13 ବର୍ଷର ଇତିହାସକୁ ପୁରା ଲେଖିକି ଯାଇଛନ୍ତି 13 ବର୍ଷରେ ତାଙ୍କର ଯାହା ଯାହା କୋଉ ବର୍ଷରେ ନାଚ ଗୀତ କରିଥିଲେ କୋଉ ବର୍ଷରେ ସାତବାହନଙ୍କୁ ହରେଇଥିଲେ ସବୁ ଜିନିଷ ସେଥିରେ ଲେଖିକି ଯାଇଛନ୍ତି ତ ଏଇଟା ହେଉଛି ଆମର ଅପସନ୍ ନମ୍ବର ସି ଖାରବେଳ 3 ନମ୍ବର ସି ଅପସନ୍ ନମ୍ବର ସି ଖାରବେଳ ତାପରେ ନେକ୍ସଟ କ୍ୱେଶ୍ଚନ୍ according to the accounts of the Chinese traveler Wen Sa which major Buddhist university or monastery flourished in the ancient Odisha during the 7th century CE the Buddhist university বা ମୋନାଷ୍ଟିକ୍ କୋଉଟା ଆସିଲା ଓଡ଼ିଶାରେ ତାହେଲେ ଓଡ଼ିଶାରେ ଦେଖନ୍ତୁ ବିକ୍ରମଶିଳା ଉଦନ୍ତପୁରୀ ଏସବୁ ତ ନାଁ ହିଁ ନଥିବ ଶୁଣି ନଥିବେ ମେନ୍ ହେଉଛି ନାଳନ୍ଦା ଆଉ ପୁଷ୍ପଗିରି ନାଳନ୍ଦା ତ ଓଡ଼ିଶାରେ ନୁହଁ ନାଳନ୍ଦା ତ ବିହାର ପଟେ ଆସେ ତ ଅପସନ୍ ହେଇଯିବ ବି ପୁଷ୍ପଗିରି ହେଉଛି ଗୋଟେ ବୁଦ୍ଧିଷ୍ଟ ୟୁନିଭର୍ସିଟି ବା ମୋନାଷ୍ଟ୍ରି ଯୋଉଟାକି 7th ସେଞ୍ଚୁରୀରେ ଗଢ଼ି ଉଠିଥିଲା ଯୋଉଟାକି ହୁଏନସାଙ୍ଗ ତାଙ୍କର ଲେଖାରେ ଲେଖିକି ଯାଇଛନ୍ତି ତ ଏଇଟା ହେଇଯିବ ଆମର ଅପସନ୍ ନମ୍ବର ବି ପୁଷ୍ପଗିରି ନେକ୍ସଟ During the Mauryan administration in Kalinga, which city served as the provincial capital of the region? ମୌର୍ଯ୍ୟ ମାନେ କିଏ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ପରେ ମାନେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ତ ସିଧା ଆସିନଥିଲେ ତାଙ୍କ ପରେ ତାଙ୍କର ନାତି ମାନେ ଅଶୋକ ଆସିଥିଲେ ତ ଅଶୋକ ଆସିଲା ପରେ which city served as the provincial capital of the region କଳିଙ୍ଗ ମାନେ ପୁରା ମେନ୍ କ୍ୟାପିଟାଲ ନୁହଁ କଳିଙ୍ଗ ମାନେ କଳିଙ୍ଗ ଯୋଉ ପ୍ରୋଭିନ୍ସ ଥିଲା ତାର କ୍ୟାପିଟାଲ କିଏ ଥିଲା ମନେ ପକାନ୍ତୁ କୋଉଟା ଥିଲା ତୋଷାଳୀ 5 ନମ୍ବର ସି
तोसाली इज आंसर 5 नंबर सी तोसाली थिला कैपिटल प्रोविंशियल कैपिटल तोसाली मौर्य मानक समय रे अशोकଙ୍କ समय एटारे सी आपण मार्क करथांतो आपन केतेटा ठीक होची लास्ट को कमेंट रे कहबे नेक्स्ट The Bhaumakara dynasty, which ruled Odisha between the 8th and 10th century, 8th century माने 700 रु 800 माने जोटा सेंचुरी हिथिबो तर नेक्स्टटा माने एबे चलचे 21 शताब्दी ना माने आमे एबे 2000 रे चलीचे से बेला 8th century माने 700 रु 800 भितरे 8th and 10th century is unique because it was led by several female rulers who was the first female ruler of this dynasty आमे पूरा ऑर्डर देखि देले कहा पर किए आस्थिले तो प्रथमे थिले त्रिभुवन महादेवी जहाँकर ना गोस्वामिनी देवी मध्य गोस्वामिनी देवी बा त्रिभुवन महादेवी 1 आम एबे देखिले से को डायनेस्टी रो भौमकर डायनेस्टी तो यहाँ जो ऑप्शन नंबर ए भौमकर डायनेस्टी रो त्रिभुवन महादेवी 1 बा गोस्वामिनी देवी Next, the ancient Saradvaba dynasty, which ruled over the Kangoda region, modern day Ganjam and Puri. Kangoda region, अपना region जानी थी बेतो Kangoda माने इपड़ साइड हमरा पुरी गंजाम एपट साइड टा कुआ जायते कंगोद रीजन वेयर द ग्रेट डेवोटीज ऑफ द व्हिच डेटी तले जो शैलधवब डायनेस्टी थिले जो माने कि कंगोद रीजन रे शासन करथिले से माने बहुत बड़ डेवोटी थिले कहार दुर्गा नुहे जगन्नाथ पर्यंत आसी नांती जगन्नाथ तो आसीबे आगु को चोडगंग देवंग समय रे शिव विष्णु तो विष्णुंकर तो एते ये नथिले शिव तो आंसर हे जिवो हमरटा लॉर्ड शिवंकर डेवोटी थिले 7 नंबर एटा जिवो बी लॉर्ड शिव नेक्स्ट The Diamond Triangle of the Odisha is famous archaeological circuit. It consists of Ratnagiri, Udayagiri and which other Buddhist site? Ratnagiri, Udayagiri, এটা তো সমস্ত জানিছেন এটা জানিথিবে তিনটাকে একাठी না কুয়া যাইতে ডায়মন্ড ট্রায়াঙ্গল রত্নগিরি উদয়গিরি এবং ললিতগিরি রত্নগিরি উদয়গিরি এন্ড ললিতগিরি রত্নগিরি ଆଉ ଉଦୟଗିରି ଏ ଦୁଇଟାକ ଯାଜପୁର ଡିଷ୍ଟ୍ରିକ୍ଟର ଅଣ୍ଡରରେ ଆସୁଥିବା ସମୟରେ ଲଳିତଗିରିଟା କିନ୍ତୁ କଟକ ଡିଷ୍ଟ୍ରିକ୍ଟ ଅଣ୍ଡରରେ ଆସିଥାଏ तापर क्वेश्चन द सोमवंशी डायनेस्टी जहाँ कि पांडुवंशी कहुए सोमवंशी मन रखु सोमवंशी नुहे माने आगुआ सोमवंशी ना पूर्व पांडुवंशी तापर धीरे धीरे सी प्रथम वेस्ट कोशल पटे थे माने यहाँ जब पूरा ओडिशा कहवा से प्रथम वेस्ट कोशल पटे यपट सैड्रे थे तापर से माने धीरे धीरे एपट सैड को मुव करते तो सोमवंशी डायनेस्टी तो स्टार्टिंग रू थे से ना पांडुवंशी थी इज उदयन जो माने पांडुवंशी जो ना थिला माने जो पांडुवंशी जो प्रतिष्ठाता आम जब कह पांडुवंशी प्रतिष्ठाता थे आमर उदयन उदयन जे कि साउथ कोशल रे शासन करुले से समय कैपिटल सिरिपुर ई समय किंतु किछि दिन परे माने से समय एते प्रभावशाली वंश नथिले सोमवंशी माने तापरे से मूव ऑन कले एपट साइड को मूव कला परे एपट साइड रे जन्मेजय 1 प्रतिष्ठा कले जहाको आमे कहितो मेन वंश जोटा सोमवंशींकर प्रतिष्ठाता जन्मेजय 1 देखो तो कौन भी वंश हेउ प्रथमे तो सेटा जनक जुगरे प्रतिष्ठा हेतिबो तापरे जनक समय पिक को आस्तिबो तो से क्षेत्र में जिते से प्रतिष्ठा है से तो जनाशुना नाला ना से जो से डायनेस्टी मानकर पूरा एक्जाक्ट किए स्टार्टिंग करते यहाँ सब जगह मिल पारे ना जमीक आपको आम देखा ईस्टर्न गंगा मानकर भी सेमती से कथा हे आम शैलधव भी आम पढ़ी माने शैलधव माने पौराणिक सी प्रतिष्ठाता बोली आम कहता कि प्रकृति में फास्ट नॉन रूलर जे कि फाउंडर भाव विवेचना करें कौन कही फाउंडर जी प्रतिष्ठा थे युधिष्ठिर ना थी ना धर्मराज 1 थी ना तो सी प्रतिष्ठा करते तो सेमती आम सोमवंशी मानकर भी से जन्मेजय 1 प्रतिष्ठाता थे वंशर The Somavamsi dynasty, also known as the Panduvanshi, is credited with the construction of many iconic temples in Bhubaneswar. Which of the following temples was built during the reign? Somavamsi dynasty आम समस्त जानी जजाति केसरी समय तैयारी होता कोणार्क सन टेम्पल पर तैयारी जगन्नाथ टेम्पल पर तैयारी खिचिंग नुहे लिंगराज टेम्पल तैयारी होता जजाति केसरी स्टार्ट करते उद्यत केसरी शेष करते जजाति केसरी जहाँ को चांदीहर कहुए जजाति 2 जहाँ को कि चांदीहर कहुए समय तैयारी करा एवं शेष करते उद्यत केसरी तो यहाँ आंसर लिंगराज टेम्पल नेक्स्ट क्वेश्चन Which ancient port of Odisha was a major maritime hub for the trade of the southeastern region, Asian countries like Java, Sumatra and Bali? जाभा सुमात्रा एवं बाली सहित किए माने संपर्क प्रतिष्ठा करथिले भलसे करथिले तो सेही समय जो गोटे पुराना हमर जो पोर्ट आमे कहि परिबा सेटा होछ हमर पालुर पोर्ट दंतपुरा जोटा मध्ये थिला पालुर पोर्ट एबे मध्ये देखिबे आपण जदी नदी मानकर वीडियो देखिथिबे से जगह जो जगह कहथि ऋषिकुल्या से जो जगह पड़िछि से ऋषिकुल्यार साइड रे माने एई पट साइड रे गोटे माने पोर्ट सिटी थिला जार ना होछि पालुर बहुत पुराना सिटी बहुत पुराना पोर्ट पालुर आंसर हो पालुर परे नेक्स्ट देखिबा In ancient Odisha, the term Kalingadipati माने कलिंगर अधिपति Lord of Kalinga was prestigious title
Which dynasty is most famously associated with the regarding the re-establishing Kalinga's rule after Mauryan's decline? ତେବେ ମୌର୍ୟ ମାନେ ଯିବା ପରେ ମୌର୍ୟ ମାନେ କିଏ ଅଶୋକ ଗଲେ ଅଶୋକଙ୍କ ପରେ ମନେ ପକାନ୍ତୁ ଯଦି ଆପଣ ଭିଡ଼ିଓ ଦେଖିଥିବେ ତାହେଲେ ଅଶୋକଙ୍କ ପରେ ଅଶୋକଙ୍କ ଡେଥ୍ ପରେ କେମିତି ଧୀରେ ଧୀରେ ସେମାନଙ୍କର ପ୍ରଭାବ ମୌର୍ଯ୍ୟ ମାନଙ୍କର କମି କମି ଆସିଲା ଏବଂ ତାପରେ ଦଶରଥଙ୍କ ସମୟରେ ମାନେ କୁହାଯାଏ ଯେ କଳିଙ୍ଗ ଇଣ୍ଡିପେଣ୍ଡେଣ୍ଟ ହେଇଯାଇଥିଲା ତାପରେ କେମିତି ପୁଣି ଥରେ ରିଏଷ୍ଟାବ୍ଲିସିଂ କଳିଙ୍ଗର ଗ୍ଲୋରି ତ ତାଙ୍କ ପରେ କିଏ ରିଏଷ୍ଟାବ୍ଲିଶ କରିଥିଲେ ଖାରବେଳ କରିଥିଲେ ଖାରବେଳ କେଉଁ ଡାଇନେଷ୍ଟିର ଥିଲେ ମହାମେଘବାହାନ ଡାଇନେଷ୍ଟିର ଥିଲେ କାରଣ ମହାମେଘବାହାନ ଡାଇନେଷ୍ଟିର ପ୍ରତିଷ୍ଠାତା ହେଉଛନ୍ତି ମହାମେଘବାହାନ ସେଇ ଯୋଗୁଁ ତାଙ୍କ ନାଁ ଅନୁସାରେ ତାପରେ ତାଙ୍କର କୁହାଯାଏ ଯେ ଐର ତାଙ୍କ ପୁଅଙ୍କ ନାଁ ଏତେ କ୍ଲିୟର ଜଣା ନାହିଁ ତାଙ୍କ ପରେ ଯେ ଖାରବେଳ ତ ଖାରବେଳ ହେଉଛନ୍ତି 3 ନମ୍ବର ଶାସକ ଆଉ ସବୁଠୁ ପ୍ରଭାବଶାଳୀ ଶାସକ କିନ୍ତୁ ଖାରବେଳଙ୍କ ସମୟରେ ତ ହେଇଥିଲା କିନ୍ତୁ ଖାରବେଳ କେଉଁ ଡାଇନେଷ୍ଟି ଅଟନ୍ତି ମହାମେଘବାହାନ ଡାଇନେଷ୍ଟି ତା ଆନ୍ସର ହେଇଯିବ 11 ନମ୍ବର ବି ମହାମେଘବାହାନ ଡାଇନେଷ୍ଟି ନେକ୍ସଟ କ୍ୱେଶ୍ଚିନ୍ The ancient region of Utkala, often mentioned alongside with the Kalinga, is traditionally believed to be located in which part of the modern day Odisha? Utkala କୋଉ ପଟ ସାଇଡରେ ଥିଲା ଉତ୍କଳ ଦେଖନ୍ତୁ ଓଡ଼ିଶାର ଏଇଟା ଯଦି ଆମର ଓଡ଼ିଶା ହେଲା ଏଇ ପୁରୀ ଗଞ୍ଜାମ ପଟେ ଥିଲା ଆମର କଙ୍ଗୋଦ ତାପରେ ଏଇପଟ ସାଇଡରେ ଆମର ତଳପଟ ସାଇଡରେ ଥିଲା ଏଠି କଳିଙ୍ଗ ଏପଟ ସାଇଡରେ ଥିଲା ଆମର କୋଶଳ ତାପରେ ଏଇ ଜାଗାରେ ତୋଷାଳି ଆଉ ଏରିଆରେ ଉତ୍କଳ ଉତ୍କଳ ଏରିଆରେ ଥିଲା ମାନେ ଆମେ କହିପାରିବା ନର୍ଥ ପଟ ସାଇଡକୁ ଆଉ କୋଷ୍ଟାଲ ପଟ ସାଇଡକୁ ନର୍ଥ କୋଷ୍ଟାଲ ରିଜନ ଯେଉଁ ଥିଲା ସେଇ ଏରିଆକୁ ଆମର ଉତ୍କଳ ବୋଲି କୁହାଯାଉଥିଲା ତାହେଲେ ଅପସନ ହେଇଯିବ ସି ନର୍ଥ ଆଣ୍ଡ କୋଷ୍ଟାଲ ଓଡ଼ିଶା ତାପରେ ଦ ମଥାରା ଡାଇନେଷ୍ଟି ମରାଠା ନୁହେଁ ମଠାରା ଦ ମଠାରା ଡାଇନେଷ୍ଟି which ruled Kalinga between the 4th and the 5th century CE ମାନେ common era is credited with dividing the kingdom into administrative unit called Visayas which modern day regions was their primary stronghold ତାହେଲେ ଯେଉଁ ବିଷୟରେ ଡିଭାଇଡ଼ କରିଥିଲେ ମଠାରା ମାନେ ସେମାନେ କେଉଁ ଜାଗାରେ ନିଜର ପତିଆର ଜାହିର କରିଥିଲେ ବା କେଉଁ ଏରିଆରେ ସବୁ ଥିଲେ ତାହେଲେ କେଉଁ ଏରିଆରେ ଥିଲେ ଆମେ ଯଦି ମଠାରା ଡାଇନେଷ୍ଟି କେବେ କେମିତି ଉଦ୍ଭବ ହେଇଥିଲା ଆପଣ ଟିକେ ମନେ ପକାଇବେ ମଠାରା ଡାଇନେଷ୍ଟି କେମିତି ବାହାରିଲା ଭାବନ୍ତୁ ସମୁଦ୍ରଗୁପ୍ତ ଆସିଥିଲେ 350 କମନ ଏରାରେ ସମୁଦ୍ରଗୁପ୍ତ ଆଟାକ୍ କରିକି ଗଲା ପରେ କେତେ ଗୁଡ଼ିଏ ଶାସକ ଥିଲେ ଯିଏକି ମାନେ ତାଙ୍କ ଅଣ୍ଡରରେ ରହିକି କାମ କରିବା ବା ତାଙ୍କ ଭଳିଆ ମାନେ ଗୁପ୍ତ ସାମ୍ରାଜ୍ୟର ନୀତି ନିୟମ ମାନିକି ଚଳିବା ପାଇଁ ରାଜି ହୋଇଥିଲେ ତ ସେଇଭଳିଆ କେତେ ଗୁଡ଼ିଏ ରାଜାଙ୍କ ଭିତରେ ମଠାରା ଗଢ଼ି ଉଠିଥିଲା ମଠାରା କେଉଁଠି ଗଢ଼ି ଉଠିଥିଲା ଗଞ୍ଜାମରେ ମନେ ପକାନ୍ତୁ ଗଞ୍ଜାମରେ ଆମର ଏରେଣ୍ଡାପଲ୍ଲୀ ସେଇ ଏରିଆରେ ଥିଲା ଯେଉଁ ଯାହାର ଶାସକଙ୍କୁ ଆସିକିରି ସମୁଦ୍ରଗୁପ୍ତ ଦୁର୍ବଳ କରିକି ପଳେଇଲେ ମାନେ ସମୁଦ୍ରଗୁପ୍ତ ଉପରୁ ଆସିଲେ ଆସିକିରି ସେ ଏରେଣ୍ଡାପଲ୍ଲୀ ସେଇ ଏରିଆର ଶାସକଙ୍କୁ ଦୁର୍ବଳ କରିକି ପଳେଇଲେ ତାପରେ ସେଇ ଜାଗାରେ ଗୋଟେ ନୂଆ ଡାଇନେଷ୍ଟି ଗଢ଼ି ଉଠିଲା ସେଇଟା ଥିଲା ମଠାରା ଡାଇନେଷ୍ଟି ତାହେଲେ ଏରେଣ୍ଡାପଲ୍ଲୀ ସମୁଦ୍ରଗୁପ୍ତ ହରେଇଥିଲେ ତ ଏରେଣ୍ଡାପଲ୍ଲୀ ଜାଗାର ନା ମାନେ କୋଉଠି ସେ ଜାଗାଟା ଆମେ କହିପାରିବା ନା ଗଞ୍ଜାମ ଏରିଆରେ ଅଛି ତ ଆନ୍ସର ହେଇଯିବ ଆମର ଏଇ ଜାଗାରେ ସଦର୍ନ ଓଡ଼ିଶା ଗଞ୍ଜାମ ଭାଇଜାଗ ଏଇ ଏରିଆରେ ଆମର କହିପାରିବା ସେଇ ଜାଗାରେ ଆମର ମଠାରା ଡାଇନେଷ୍ଟି ଗଢ଼ି ଉଠିଥିଲା କଙ୍ଗୋଦ ରିଜନ୍ ସେଇ ଏରିଆରେ ଗଢ଼ି ଉଠିଥିଲା ଗଞ୍ଜାମରୁ ଭାଇଜାଗ ଭିତରେ ତାପରେ The Khandagiri and the Udayagiri caves located near the Bhubaneswar contain numerous inscriptions and carvings. Most of these caves were built during the 1st century BCE to serve the residential retreats of the monks for which religion? ଖଣ୍ଡଗିରି ଏବଂ ଉଦୟଗିରି ମେନଲି କାହା ପାଇଁ ତିଆରି କରାଯାଇଥିଲା ତାହେଲେ ଆମେ କହିପାରିବା ଖଣ୍ଡଗିରି ଉଦୟଗିରି ପ୍ରତିଷ୍ଠା କରିଥିଲେ ଖାରବେଳ ତ ସେ ଜୈନ ଧର୍ମର ଥିଲେ ତ ଜୈନିଜିମ୍ ପାଇଁ ମାନେ ଜୈନ ଧର୍ମ ପାଇଁ ଏଇଟା ଗଠନ କରିଥିଲା କିନ୍ତୁ ଯଦିଓ କୁହାଯାଏ ଯେ ଖାରବେଳ ମାନେ ଉଦାର ଥିଲେ ଅନ୍ୟ ଧର୍ମମାନଙ୍କୁ ଘୃଣା କରୁନଥିଲେ ସବୁ ଧର୍ମକୁ ସମ୍ମାନ ଦେଉଥିଲେ ତ ସେ ଅନ୍ୟମାନଙ୍କୁ ବି ଆଲାଉ କରୁଥିଲେ କିନ୍ତୁ ମେନଲି ଭାବରେ ସେ କେପ୍ଟା ଯେଉଁ ଗଠନ କରାଯାଇଥିଲା ଏଇଟା ଜୈନିଜିମ୍ ପାଇଁ କରାଯାଇଥିଲା ଖାରବେଳ କରିଥିଲେ ନେକ୍ସଟ which ancient ତାଙ୍କର ଯେଉଁ ଲାଷ୍ଟ ବର୍ଷରେ ବି ମାନେ ଖାରବେଳଙ୍କର ଯେଉଁ 13 ବର୍ଷର ଇତିହାସ ରହିଛି ସେ ଲାଷ୍ଟ ବର୍ଷ ଆଡ଼ିକି ନିଜ ରାଣୀଙ୍କ କହିବା ଅନୁସାରେ ମଧ୍ୟ ସେ ବହୁତ ଗୁଡ଼ିଏ ଗୁମ୍ଫା ତିଆରି କରିଥିଲେ ସେଇଟା ମାନେ ଜୈନ ଧର୍ମାବଲମ୍ବୀ ତଥା ଅଲଗା ସାଧୁ ସନ୍ଥମାନଙ୍କର ରହିବା ପାଇଁ which ancient dynasty of Odisha is known for having several female ruler including ତ୍ରିଭୁବନ ମହାଦେବୀ এটা ରିପିଟ୍ ହେଇଯାଇଛି ବୋଧେ several female ruler in ତ୍ରିଭୁବନ ମହାଦେବୀ କିଏ ଆମର ଆମେ ଏବେ କହିଥିଲେ ଭୌମକର ଡାଇନେଷ୍ଟି ହେଉଛି ଆମର ଅପସନ୍ ବି ଭୌମକର ଡାଇନେଷ୍ଟି ନେକ୍ସଟ according to the Hathigumpha inscription which ruler of the Nanda dynasty is credited with conquering the Kalinga and taking the Jina idol with the victory trophy ତାହେଲେ କିଏ ନେଇଯାଇଥିଲେ ମହାପଦ୍ମନନ୍ଦ ମନେ ପକାନ୍ତୁ କିଏ ଆସିକିରି ନନ୍ଦ ଡାଇନେଷ୍ଟିର ପ୍ରଥମେ ଯେତେ ପ୍ରତିଷ୍ଠାତା ହୋଇଥିଲା ତାଙ୍କର ଦୁଇ ଜଣ ଅଛନ୍ତି ମହାପଦ୍ମନନ୍ଦ ଆଉ ଗୋଟେ ହେଉଛି ଧନନନ୍ଦ ତ ମହାପଦ୍ମନନ୍ଦ ଆସିକିରି ମୌର୍ଯ୍ୟ ମାନେ ସେପଟୁ ନନ୍ଦବଂଶରୁ ଆସିକିରି ସେ ଆସିକି ନେଇଯାଇଥିଲେ ଆମର ଓଡ଼ିଶାରୁ ଜିନ ମୂର୍ତ୍ତିକୁ କଳିଙ୍ଗ ଜିନ ମୂର୍ତ୍ତିକୁ ନେଇକି ଯାଇଥିଲେ କଳିଙ୍ଗ ଏଇ ସମୟରେ ଯେଉଁ ନନ୍ଦରାଜା ଏଇଟା ବି କୁହାଯାଏ ସେ ଆମର ଇଏ ସବୁ ଇରିଗେସନ୍ ସିଷ୍ଟମ୍ ପାଇଁ କେନାଲ ତିଆରି କରିଥିଲେ ତ ମହାପଦ୍ମନନ୍ଦ ଆସିକିରି ଜିନ କଳିଙ୍ଗ ଜିନଙ୍କର ମୂର୍ତ୍ତିକୁ ନେଇକି ଯାଇଥିଲେ ନେଇକି ଗଲା ପରେ ସେ ସେଠି ରଖିଥିଲେ ତାପରେ
ଖାରବେଳ ପରବର୍ତ୍ତୀ ସମୟରେ ଯାଇକରି ସେଠାର ମୌର୍ଯ୍ୟ ତଥା ସେଇ ସମୟରେ ମୌର୍ଯ୍ୟ ତ ପଳେଇଥିଲେ, ତାପରେ ଯେଉଁ ସମ୍ରାଟ ଥିଲେ ତାଙ୍କୁ ହରେଇକିରି ଆଣିଥିଲେ, ରିଟର୍ନ ଆଣିଥିଲେ ଆମର କଳିଙ୍ଗ ଜିନର ମୂର୍ତ୍ତି। ତ ସେଇଟା ହେଇଯିବ ଆମର କ୍ୱେଶ୍ଚିନ୍ କ'ଣ ଥିଲା, କିଏ ନେଇକି ଯାଇଥିଲେ? ତ ମହାପଦ୍ମନନ୍ଦ ନେଇକି ଯାଇଥିଲେ, ଆଉ ହରେଇକି ଆଣିଥିଲେ, ଆମର ଖାରବେଳ ହରେଇକି ଆଣିଥିଲେ। The Salatvaha dynasty, which ruled between the 6th and 8th century CE, had its primary territory known as the Salatvaha dynasty को एरिया ରୁ ଷ୍ଟାର୍ଟ କରିଥିଲେ, ମାନେ Salatvaha dynasty ଟିକେ ମନେ ପକାନ୍ତୁ Salatvaha ଆସିଥିଲେ କେମିତି? Salatvaha dynasty ବାହାରିଥିଲେ ଆମର ଯେତେବେଳେ ଉପର ପଟ ସାଇଡ୍ରେ, ଏପଟ ସାଇଡ୍ରେ ଆଉ ତଳପଟ ସାଇଡ୍ରେ ନର୍ଥ ତୋଷାଳୀ ସାଉଥ ତୋଷାଳୀ ଗଣ୍ଡଗୋଳ ଚାଲିଥିଲା। ନର୍ଥ ତୋଷାଳୀ ସାଉଥ ତୋଷାଳୀ ଭିତରେ କାହା ଭିତରେ? ବିଗ୍ରହ ଏବଂ ଉପର ସାଇଡ୍ରେ, ତଳପଟ ସାଇଡ୍ରେ ଆମର ବିଗ୍ରହ, ତଳପଟ ସାଇଡ୍ ଉପର ପଟ ସାଇଡ୍ରେ ଆମର ମୁଦ୍ଗଲ, ଏମାନଙ୍କ ଭିତରେ ଯେତେବେଳେ ଗଣ୍ଡଗୋଳ ଚାଲିଥିଲା, ତାପରେ କେମିତି ତଳପଟୁ ଆଉ ଜଣେ ରାଜା ଆସିଲେ, ପିସ୍ତାପୁରର ରାଜା ଆସିଲେ, ପୃଥ୍ୱୀ ମହାରାଜା ସମସ୍ତଙ୍କୁ ଉଡ଼େଇଥିଲେ, ତାପରେ ପୁଣି ଥରେ ଉପର ପଟ ସାଇଡ୍ରୁ ଶଶାଙ୍କ ଆସିଲେ, ଏମିତି ହେଇକି ପୁରା ସବୁ ଯେଉଁ ଷ୍ଟୋରି ଥିଲା। ତାପରେ ଏଇପଟ ସାଇଡ୍ରେ ଗୋଟେ ଶଳଦ୍ଭବ ମାନେ ବାହାରିଥିଲେ, ଗୋଟେ ଇଣ୍ଡିପେଣ୍ଡେଣ୍ଟ ହେଇଯାଇଥିଲେ ଏହାର ଫାଇଦା ଉଠେଇକି, ଏଇ ସବୁ ଝଗଡ଼ାର ଫାଇଦା ଉଠେଇକି। ତ କୋଉ ଅଞ୍ଚଳ ହେଇପାରିବ ଆମର? କଙ୍ଗୋଦ ମଣ୍ଡଳ, ଅପସନ୍ ନମ୍ବର ବି। ଏଇ ଅଞ୍ଚଳ ମାନେ ପୁରୀ ଗଞ୍ଜାମ ଅଞ୍ଚଳ, କଙ୍ଗୋଦ ମଣ୍ଡଳ। ନେକ୍ସଟ କ୍ୱେଶ୍ଚିନ୍, Allahabad pillar inscription of the Samudragupta mention his Dakshinapath campaign which king Kosala repeated during his expedition। ତାହେଲେ ଆଲାହାବାଦ ପିଲାର ଇନସ୍କ୍ରିପସନ୍, ଯାହାକୁ ଆମେ ପ୍ରୟାଗ ପ୍ରଶସ୍ତି କହିଥାଉ, ପ୍ରୟାଗ ପ୍ରଶସ୍ତି, ପ୍ରୟାଗ ପ୍ରଶସ୍ତି ଯାହାକୁ ହରିଶନ ଲେଖିଥିଲେ। ପ୍ରୟାଗ ପ୍ରଶସ୍ତିକୁ ଯେଉଁ ଲେଖାଯାଇଛି ସେଥିରେ ସମୁଦ୍ରଗୁପ୍ତ ଯେଉଁ 350 ସିରେ ଆସିଥିଲେ କଳିଙ୍ଗକୁ ଆଟାକ୍ କରିବା ପାଇଁ, ସେ ମାନେ ଅଲଗା ଅଲଗା ଜାଗାକୁ ହରେଇଥିଲେ, 4ଟା ମେନ୍ ପ୍ରିନ୍ସିପାଲିଟିଜରେ ଡିଭାଇଡ୍ କରିକି ତାଙ୍କୁ ହରେଇଥିଲେ କଳିଙ୍ଗବାଲାଙ୍କୁ, କିନ୍ତୁ କୋଶଳରେ କୋଉ ରାଜାଙ୍କୁ ହରେଇଥିଲେ? ତାହେଲେ ଆପଣ ଟିକେ ମନେ ପକାନ୍ତୁ, ଆମର ଯେତେବେଳେ ମହାମେଘବାହାନ ବଂଶ ଥିଲେ, ମହାମେଘବାହାନ ବଂଶର ଯେତେବେଳେ ସେମାନଙ୍କର ଡିକ୍ଲାଇନ୍ ହେଲା ଖାରବେଳଙ୍କ ପରେ, ତ ମେଘବାହାନ ଗଲା, ମାନେ ମହାମେଘବାହାନ ଟିକେ ଦୁର୍ବଳ ହେଇଗଲେ, ଏବଂ ସେଇମାନଙ୍କ ଭିତରୁ କିଛି ଜଣ କୁହାଯାଏ ଯେ ଆସିକିରି ଏପଟ ସାଇଡ୍ରେ ସାଉଥ କୋଶଳ ପଟ ସାଇଡ୍ରେ, ସାଉଥ କୋଶଳ ସାଇଡ୍ ମାନେ ଏପଟେ ସମ୍ବଲପୁର ବଲାଙ୍ଗୀର ଏରିଆ ଯଦି ହେଇପାରିବ, ସାଉଥ କୋଶଳ ରିଜନରେ ଆସିକି ସେମାନେ ରହିଲେ ୱେଷ୍ଟର୍ଣ୍ଣ ଓଡ଼ିଶାରେ, ଛତିଶଗଡ଼ ଏରିଆରେ, ଏବଂ ସେଇମାନଙ୍କ ଭିତରେ ହିଁ 9 ଜଣ ରାଜା କିଙ୍ଗ ଥିଲେ। ପୁରାଣ ମାନଙ୍କରେ କୁହାଯାଏ ଯେ 9 ଜଣ ରାଜା ଥିଲେ, ତାଙ୍କ ନାଁ ଥିଲା ମେଘ ରାଜା। ମେଘ ବଂଶ, ମହାମେଘବାହାନରୁ କେବଳ ମେଘ। ତ ମେଘ ବଂଶରେ 9 ଜଣ ରାଜା ଥିଲେ, ଏବଂ ଶେଷ ରାଜାଙ୍କ ନାଁ ଥିଲା ମେଘ। ଆମର କୋଉ ମେଘ? ମହେନ୍ଦ୍ର ମେଘ। ଶେଷ ରାଜାଙ୍କ ନାଁ ଥିଲା ଆମର ମହେନ୍ଦ୍ର ମେଘ। ତାହେଲେ ଆନ୍ସର ହେଇଯିବ ମହେନ୍ଦ୍ର ମେଘ, ଅପସନ୍ ନମ୍ବର ଏ, ଯିଏକି ଶେଷ ରାଜା ଥିଲେ, କୋଶଳରେ ଥିଲେ, ତାଙ୍କୁ ଆସିକି ହରେଇଥିଲେ ସମୁଦ୍ରଗୁପ୍ତ 350 କମନ ଏରାରେ। The Nala dynasty, which ruled the parts of the modern day Koraput Kalahandi, ଯାହାକୁ କି ମହାକାନ୍ତାର ରିଜନ ବୋଲି କୁହାଯାଇଥାଏ, 5th-6th century CE ରେ, frequently clashed with which other powerful southern dynasty? southern dynasty ତଳପଟୁ କିଏ ତାଙ୍କୁ ଆସି ହଇରାଣ କରୁଥିଲେ? ଭଟ୍ଟଗଡ଼ ମାନେ ହଇରାଣ କରୁଥିଲେ। ଭଟ୍ଟଗଡ଼ ତ BAKATA, ଭକଟକସ୍ ମାନେ ତାଙ୍କୁ ହଇରାଣ କରୁଥିଲେ, ନଳମାନଙ୍କୁ, ନଳ ଡାଇନେଷ୍ଟି ମାନଙ୍କୁ ଭଟକିବା ପାଇଁ ବାଧ୍ୟ କରୁଥିଲେ। ନଳ ମାନେ ତମେ ଯାଅ ଏଠୁ। ତ ଏଇଟା ହେଇଯିବ ଅପସନ୍ ନମ୍ବର ସି। The Asuragoda fort, which of the oldest fortified urban settlement in Odisha, dating back to the 3rd century BCE, is located in which modern day district? ଅସୁରଗଡ଼ ଫୋର୍ଟ କୋଉଠି ଅଛି? ଏ ବିଷୟରେ ଡିସ୍କ୍ରିପ୍ସନ୍ ଅଛି। ଅସୁରଗଡ଼ ଫୋର୍ଟ ଆମର କଳାହାଣ୍ଡିରେ ଅଛି। କଳାହାଣ୍ଡି ଡିଷ୍ଟ୍ରିକ୍ଟ ଆସୁଛି ଆମର ଅସୁରଗଡ଼ ଫୋର୍ଟ। ନେକ୍ସଟ କ୍ୱେଶ୍ଚିନ୍, which ancient Greek geographer writing the 2nd century CE mentioned the port ପାଲୁର ଯୋଉଟାକି ଗଞ୍ଜାମ ପାଖରେ ଅଛି, ଏବେ କହିଥିଲି ଯେଉଁ ପାଲୁର ଆମର ବିଏ ଋଷିକୁଲ୍ୟା ନଦୀ ପାଖରେ ରହିଛି, as the departure point to the ships bound for the golden journeys south asia। ଠିକ ଅଛି, ଡିପାଚର ପଏଣ୍ଟ ଭାବରେ କାମ କରୁଥିଲେ। ଯିଏ ବି ହଉ ଏଇ ବିଷୟରେ କୋଉ ଗ୍ରୀକ୍ ଜିଓଗ୍ରାଫର ଥିଲେ ଯିଏକି ପୋର୍ଟ ମାନଙ୍କ ବିଷୟରେ ଡେସ୍କ୍ରାଇବ୍ କରିଥିଲେ? ଜେନେରାଲି ପୋର୍ଟ ମାନଙ୍କ ବିଷୟରେ କିଏ ଡେସ୍କ୍ରାଇବ୍ କରିଥିଲେ ଯଦି ଆପଣ ଆସିବ, ତାହେଲେ ଆପଣ ମନେ ରଖିପାରିବେ ବହୁତ ଟଲ୍ ଥିଲେ ଟଲେମି ବହୁତ ଟଲ୍ ଥିଲେ, ଏତେ ଟଲ୍ ଥିଲେ ଯେ ତାଙ୍କୁ ମାନେ ଗ୍ରାଉଣ୍ଡ କିଛି ଦେଖାଉନଥିଲା, ସିଧା ପାଣି ଦେଖାଉଥିଲା, ସେ ଯୋଉ ସେ ପୋର୍ଟକୁ ଦେଖୁଥିଲେ। ତ ଆନ୍ସର ହେଇଯିବାର ଟଲେମି। ସେମିତି ଆଉ ଜଣେ ଥିଲେ ପ୍ଲାନିଙ୍କ ନାଁ ଏଯାରେ ଲେଖା ହେଇଛି, ଦେଖନ୍ତୁ ପ୍ଲାନି। ତ ପ୍ଲାନି କ'ଣ ନା, ସେ ପୁରା ପ୍ଲାନିଂ କରିକି କହିଲେ ଓଡ଼ିଶା ଏପଟଟା ଗୋଟେ ଜାଗା, ମାନେ କଳିଙ୍ଗ ଉତ୍କଳ ଏଇଭଳିଆ ଡିଭିଜନ କରିଥିଲେ ପ୍ଲାନି। କିନ୍ତୁ ଟଲେମି ଏତେ ଡେଙ୍ଗା ଥିଲେ ଯେ ତାଙ୍କୁ ଦେଖାଯାଉଥିଲା ପାଣି, ଏମିତି କରିକି ମନେ ରଖିପାରିବେ। ତ ପୋର୍ଟ ବିଷୟରେ ଡିସ୍କ୍ରିପ୍ସନ ଆସିଲା ମାନେ ଆନ୍ସର ହେଇଯିବ ଟଲେମି। The Mathara dynasty ruled from their capital Simhapura। ସିମ୍ହାପୁରାରେ ମଠାରା ମାନେ ଶାସନ କରୁଥିଲେ। ତାହେଲେ ତାର ଏବେର ନାଁ କ'ଣ, ଯୋଉଟାକି ଆନ୍ଧ୍ରପ୍ରଦେଶରେ ଅଛି? ତାର ନାଁ ହେଉଛି ଆମର ସିଙ୍ଗୁପୁରମ୍, ବର୍ତ୍ତମାନର ସିଙ୍ଗୁପୁରମ୍। ସିମାପୁରମ୍ର ନାଁ ହେଇଯାଇଛି ସିଙ୍ଗୁପୁରମ୍। The Nala dynasty who ruled over the Mahakantara region is most famous for the gold coins. Which of the following Nala kings is credited with issuing coins with the horned bull and crescent? ତାହେଲେ ପ୍ରଥମେ ତ ନଳ ଡାଇନେଷ୍ଟି ଆସିଲା ମାନେ ଆପଣ ମନେ ରଖିପାରିବେ ନଳରେ ଷଣ୍ଢକୁ ବାଡ଼ିଆ ହେଲା। ତ ଷଣ୍ଢକୁ ବାଡ଼ା ହେଲା ମାନେ ନଳ ଷଣ୍ଢ କନେକ୍ଟ କରିକି ମନେ ରଖିପାରିବେ। ତ ନଳ ଡାଇନେଷ୍ଟି ହମ୍ପଡ ବୁଲ୍ସ, ଯୋଉଥିରେ କି ରାଜାଙ୍କ ନାଁ ଲେଖା ହଉଥିଲା, ସେଇଭଳିଆ ସବୁ କଏନ୍ ପ୍ରତିଷ୍ଠା କରୁଥିଲେ, ମାନେ ବାହାର କରୁଥିଲେ। ତ ସେଇଥିରେ କିଏ ମୁଖ୍ୟ ଯଦି କହିବା, ତାହେଲେ ଆନ୍ସର ହେଇଯିବ ବରାହ ରାଜା।
ବରାହ ରାଜା ଆନ୍ସର ହେବ ଯେ କି ଏଟା କରିଥିଲେ। ଏମାନଙ୍କର ରାଜା ଥିଲା, ଏମାନଙ୍କର ରାଜଧାନୀ ଥିଲା ତସ୍କରୀ, ମାନେ ମାନେ ମହାକାନ୍ତର ରିଜନରେ ରହନ୍ତି ନା, ମାନେ ମହାକାନ୍ତର ରିଜନର ନଳମାନେ ଥିଲେ, ସେ ଯୋଉଠି ଜଙ୍ଗଲ ଏରିଆରେ ରହୁଥିଲେ, ସେ ଯୋଉ ତାଙ୍କର ରାଜଧାନୀର ନାଁ ଥିଲା ତସ୍କରୀ, ଚୋରି ତସ୍କରୀ ହଉଥିଲା ଯୋଉ ରିଜନରେ, ପୁଷ୍କରୀ। ତ ରାଜଧାନୀର ନାଁ ହେଉଛି ତାର ପୁଷ୍କରୀ। ଚୋରି ତସ୍କରୀରୁ ମନେ ରଖିପାରିବେ, ମହାକାନ୍ତାର ରିଜନରେ ଚୋରି ତସ୍କରୀ ହେଲା, ସେଇଠୁ ହେଲା ଆମର ପୁଷ୍କରୀ। ତାପରେ the Mathura dynasty which ruled Kalinga after the fall of the Mauryas reached the height of its power under which king who assumed the power Sakala Kalingadipati, lord of the entire Kalinga। କଳିଙ୍ଗାଧିପତି ତାହେଲେ ଯଦି ଆମେ କହିପାରିବା ଯେ ଏ ଜାଗାରେ ସକଳ କଳିଙ୍ଗାଧିପତି ଏକ୍ଜାକ୍ଟ ଯଦି କହିବା ତାହେଲେ ତ ପ୍ରଭଞ୍ଜନ ବର୍ମନ ହେଇଥିଲେ ସକଳ କଳିଙ୍ଗାଧିପତି, କିନ୍ତୁ କଳିଙ୍ଗାଧିପତି ହେଇଥିଲେ ଉମର ବର୍ମନ, ଆଉ ତାଙ୍କ ସମୟରେ ଟେରିଟୋରୀ ବହୁତ ଏକ୍ସଟେଣ୍ଡ ହେଇଥିଲା, ଏକ୍ସପାଣ୍ଡେଡ ଦ ଟେରିଟୋରୀ। ସେ ମାନେ ସିଙ୍ଗାପୁରମ କ୍ୟାପିଟାଲ ନେଇଯାଇଥିଲେ, ମାନେ ଉମର ବର୍ମନ ଯେତେବେଳେ ଥିଲେ ମଠାରା ମାନଙ୍କର, ପ୍ରଥମେ ତ ମଠାରା ଡାଇନେଷ୍ଟିର ପ୍ରତିଷ୍ଠାତା ହେଉଛନ୍ତି ଆମର ବିଶାଖା ବର୍ମନ। ବିଶାଖା ବର୍ମନ ପ୍ରତିଷ୍ଠା କରିଥିଲେ ଏବଂ ସେ ସିରିପୁରା ବା ପାରାଳା ଖେମୁଣ୍ଡି ପାଖରେ ତାଙ୍କର ରାଜଧାନୀ ଥିଲା ପ୍ରଥମ ସମୟରେ। ପାରାଳା ଖେମୁଣ୍ଡି ମାନେ ବର୍ତ୍ତମାନ ଗଜପତିର। ଉମର ବର୍ମନ ଆସିକି ଟେରିଟୋରୀକୁ ଏକ୍ସପାଣ୍ଡ କରିକି ଆହୁରି ଆଗକୁ ନେଇଥିଲେ ଉମର ବର୍ମନ। ତାପରେ ଆସିଥିଲେ ଶକ୍ତି ବର୍ମନ। ଶକ୍ତି ବର୍ମନ ତାଙ୍କର ମାନେ ଆହୁରି ଆଗକୁ ନେଇକିରି ତାକୁ ସେ ପିସ୍ତାପୁରା ପର୍ଯ୍ୟନ୍ତ ନେଇଥିଲେ, ନର୍ଦନ ସଦର୍ନ କଳିଙ୍ଗ ସବୁକୁ ଏକାଠି କରିଥିଲେ। ତାହେଲେ ତେବେ ଉମର ବର୍ମନଙ୍କ ସମୟରେ ଟେରିଟୋରୀ ଏକ୍ସପାଣ୍ଡ ତ ହେଇଥିଲା, ଶକ୍ତି ବର୍ମନଙ୍କ ସମୟରେ ମଧ୍ୟ ଡାଇନେଷ୍ଟି ପିକକୁ ଯାଇଥିଲା, କିନ୍ତୁ ଯଦି ଆମେ କହିବା ଏକ୍ଜାକ୍ଟଲି କାହା ସମୟରେ ମାନେ ଏଇଟା ହେଇଥିଲା, ସକଳ କଳିଙ୍ଗାଧିପତି କିଏ ନିଜ ଘୋଷଣା କରିଥିଲେ, ତ ଆନ୍ସର ହେବ ଏହାର ପ୍ରଭଞ୍ଜନ ବର୍ମନ, ଯୋଉଟା କି ଏବେ ଅପସନରେ ତ ନାହିଁ। ତ କଳିଙ୍ଗାଧିପତି ଥିଲେ ଉମର ବର୍ମନ, ସକଳ କଳିଙ୍ଗାଧିପତି ହେଇଯିବ ପ୍ରଭଞ୍ଜନ ବର୍ମନ। ଆପଣ ଏଇଟା ଟିକେ ଆଉ ଟିକେ ଚେକ୍ ମଧ୍ୟ କରିବେ, ମୁଁ ମଧ୍ୟ କରିବି। ନେକ୍ସଟ କ୍ୱେଶ୍ଚନ, the ancient city of the Chelitalu described in the Chinese traveler Huensang। Huensang जो describe करथिले तो कोटा करथिले कोणार्क को करथिले, जोटा कि कुशभद्रा रिवर पाखरे अछि। सी नेक्स्ट, the Ashokan edict found at Jaugarh is famous for the special Kalinga edicts। In these edicts Ashoka famously declared which of the following principle। अशोका कौन करथिले, अशोका देखंतु एते चेंज हो जाइतिले जे से कहिथिले ऑल मेन आर माय चिल्ड्रेन, समस्त होउचंदी मोर चिल्ड्रेन। आई जो ऑप्शन नंबर ए पूरा माने चंडाशोकरू एमिति धर्माशोक हेले जे समस्त को निजर चिल्ड्रेन भाविले। नेक्स्ट क्वेश्चन, द भौमकर डायनेस्टी इज हिस्टोरिकली सिग्निफिकेंट फॉर इट्स ट्रांजिशन फॉर बुद्धिज्म टू शैविज्म। Which famous temple of Bhubaneswar is traditionally attributed to the reign of the Gauri Mahadevi of this dynasty। गौरी महादेवी गौरी टेम्पल करथिले, सीधा सड़क आपण मन रखि परिबे गौरी टेम्पल। आ ए गौरी महादेवी को डायनेस्टी थिले, भौमकर डायनेस्टी थिले। तांकर प्रथम फीमेल रूलर को नाम थिला त्रिभुवन महादेवी। त्रिभुवन महादेवी को नाम गोस्वामिनी देवी मध्य रहिछि। तो आम यहाँ भौमकर विषय सब किसी देखले। तो भौमकर डायनेस्टी पर यहाँ बुद्धिज्म शैविज्म, गौरी महादेवी गौरी टेम्पल। देखो जी सब माने चामुंडा टेम्पल माने शक्ति टेम्पल जहाँ सब अच्छी जेनराली से सब भौमकर मैंने करते, कारण से शक्ति उपासक थिले। नेक्स्ट, the Saradvapa dynasty performed the Ashwamedha and Vajpayee sacrifices to assert their independence. Which of these Kalinga is considered the most powerful and is credited with performing the Vedic rituals। তাহলে यार आंसर যদি ଆପଣ ଦେଖିବେ ତ आंसर ହେବା କଥା ମଧ୍ୟମ ରାଜା 1। ମଧ୍ୟମ ରାଜା 1 ଥିଲେ ଯେ କି ଅଶ୍ୱମେଧ ଯଜ୍ଞ ମଧ୍ୟ କରିଥିଲେ ଆଉ ବାଜପେୟ ମଧ୍ୟ କରିଥିଲେ। ଆଉ ମଧ୍ୟମ ରାଜା 1 କୁ ଆୟସ ଭିତ 2 ମଧ୍ୟ କୁହାଯାଇଥାଏ। ମଧ୍ୟମ ରାଜା 1 କୁ आयस भितर 2 मध्य कुआ जाइथा, तले ऑप्शन सी हे परिबा आयस भितर 2 होबा कथा एटा। तो आयस भितर 2 बा मध्यम राजा 1 एते इंपोर्टेंट नुहे। हमें नेक्स्ट क्वेश्चन देखिबा, द धौली रॉक एडिक्ट ऑफ अशोका वाज कार्व्ड ऑन अ रॉक दैट वाज फेमस स्कल्पचर ऑफ द फोरपार्ट ऑफ द एलिफेंट। दिस एलिफेंट इज कंसीडर्ड वन ऑफ द अर्लीस्ट एग्जांपल ऑफ व्हिच स्टाइल ऑफ द आर्ट इन इंडिया। तले गांधार आर्ट, मथुरा आर्ट, मोरियन आर्ट, गुप्ता आर्ट। धौली रॉक एडिक्ट आउ धौली रॉक एडिक्ट अछि, फोरपार्ट अछि, तले की कहार आर्ट हम मोरियन आर्ट कहीपर आम, कारण माने धौली रॉक एडिक्ट माने अशोकंकर रॉक एडिक्ट, ताले अशोकंक तो माने मौर्य सम्राट थिले, आम कहीपर जे आंसर हो मोरियन आर्ट। ऑप्शन नंबर सी मोरियन आर्ट। The Mathura dynasty is historically significant because they are first to use which language in their official copperplate inscription in Kalinga। प्रथम थर पे मठरा डायनेस्टी देखो, मठरा डायनेस्टी आसते कौटू गुप्त मान गुप्त मान प्रभाव आसते मठरा डायनेस्टी। आ गुप्त माने टिके ब्राह्मण टाइप माने ये संस्कृत पढ़ापढ़ी उपर फोकस थिला। तो मठरा डायनेस्टी मते प्रथम थिले जे कि संस्कृत को यूज करथिले निजर कपरप्लेट इनस्क्रिप्शंस गुडी करे। In ancient geography of Odisha, the region Trikalinga is frequently mentioned। Trikalinga कहा कुआ जाता है, कलिंग कंगोद ए तलपट साइड रे, एपट साइड अछि हमर कंगोद गंजाम एरिया, तापर कलिंग तलपट साइड हमर, तापर एपट साइड रे कोसळ। तो ए तीनटा को मिसिकरी माने कलिंग कंगोद आउ कोसळ मिसिकरी हमर त्रिकलिंग रीजन गठन होईची। ताले आंसर हे जो बी कोसळ।
Next question. Mathara dynasty was finally overthrown in the 5th century CE by which of the rising power that would later establish one of the longest running dynasties? এটা দেখନ୍ତୁ রে ଭଲ question. ମଥାରା ଡାଇନେଷ୍ଟି କୁ କିଏ ଓଭରଥ୍ରୋନ୍ କରିଥିଲେ ଯେ କି ଫ୍ୟୁଚରରେ ମାନେ ସେ ଏଷ୍ଟାବ୍ଲିଶ କରିନଥିଲେ କିନ୍ତୁ ହ୍ୱିଚ୍ ଇଜ୍ ଦ ରାଇଜିଂ ପାୱାର ଯେ ଗୋଟେ ରାଇଜିଂ ପାୱାର ଥିଲା ଯାହାକି ପରବର୍ତ୍ତୀ ସମୟରେ ଯାଇକରି ଓଡ଼ିଶାର ଲଙ୍ଗେଷ୍ଟ ରନିଂ ଡାଇନେଷ୍ଟି ହେବ ଲଙ୍ଗେଷ୍ଟ ରନିଂ ଡାଇନେଷ୍ଟି ସକ୍ସେସଫୁଲ୍ ଡାଇନେଷ୍ଟି ଯିଏ ଥିଲା ଓଡ଼ିଶାର ସେ ହେଉଛନ୍ତି ଇଷ୍ଟର୍ଣ୍ଣ ଗଙ୍ଗା ଇଷ୍ଟର୍ଣ୍ଣ ଗଙ୍ଗ ଯିଏକି ଚୋଡ଼ଗଙ୍ଗ ଦେବଙ୍କର ଇଷ୍ଟର୍ଣ୍ଣ ଗଙ୍ଗ ତ ଇଷ୍ଟର୍ଣ୍ଣ ଗଙ୍ଗା ଡାଇନେଷ୍ଟି କିନ୍ତୁ ସେମାନେ ବହୁତ ଆଗରୁ ପ୍ରତିଷ୍ଠା ହେଇଯାଇଥିଲେ ମଠାରା ଡାଇନେଷ୍ଟି ସେଇ ଯୁଗରେ ମଧ୍ୟ ପ୍ରତିଷ୍ଠା ହୋଇଯାଇଥିଲେ କିନ୍ତୁ ଧୀରେ ଧୀରେ ସେମାନେ ବହୁତ ଷ୍ଟ୍ରଗଲ୍ କରୁଥିଲେ ଆଉ ତାପରେ ଯାଇକି ଫ୍ୟୁଚରରେ ବହୁତ ବର୍ଷ ଆଗକୁ ଯାଇକି ଶାସନ କରିଥିଲେ ତାହେଲେ ହେଇଯିବ ଆନ୍ସର ଅପସନ୍ ନମ୍ବର ବି ଇଷ୍ଟର୍ଣ୍ଣ ଗଙ୍ଗାସ୍ The Jaugarh Rock Edict of Emperor Ashoka is located in which modern district in Odisha? Jaugarh Rock Edict କୋଉଠି ଅଛି Jaugarh Rock Edict ଆମେ ବହୁତ ଥର ପଢି ସାରିଛେ ଆମର ଋଷିକୁଲ୍ୟା ନଦୀ ମୁହାଣରେ ଅଛି ମୁହାଣ ମାନେ ଋଷିକୁଲ୍ୟା ନଦୀ ଏକ୍ଜାକ୍ଟ ମୁହାଣ ନୁହେଁ ଋଷିକୁଲ୍ୟା ନଦୀ କୂଳରେ ଅଛି ତାହେଲେ ଆମେ ସେଇ ଜାଗାରେ ଗଞ୍ଜାମ ଡିଷ୍ଟ୍ରିକ୍ଟ କହିପାରିବା ଅପସନ୍ ନମ୍ବର ବି ଗଞ୍ଜାମ ଡିଷ୍ଟ୍ରିକ୍ଟ In the ancient administrative system of Odisha, especially during the Bhaumakara and the Somavanshi period, what was the largest administrative unit? ସବୁଠୁ ବଡ଼ ମାନେ ଫାଷ୍ଟ ଯେଉଁ ଆମର ପ୍ରୋଭିନ୍ସ ଥିଲା ବା ଯେଉଁ କିଙ୍ଗଡମ୍ ଥିଲା ସବୁଠୁ ବଡ଼ ପାର୍ଟ ଭାବରେ କେଉଁଟା ଡିଭାଇଡ୍ ହେଉଥିଲା ତାର ନାଁ ହେଉଛି ମଣ୍ଡଳ ସବୁଠୁ ବଡ଼ ହେଉଛି ମଣ୍ଡଳ ମଣ୍ଡଳ ପରେ ଅଲଗା ଅଲଗା ଜାଗାରେ କି କି ଭୁକ୍ତି ତାପରେ ବିଷୟ ଗ୍ରାମ ଖଣ୍ଡ ଏମିତି ସବୁ ଅଲଗା ଅଲଗା ସବୁ ଥିଲା କିନ୍ତୁ ସବୁଠାରୁ ବଡ଼ ଯେଉଁଟା ଆମେ କହିବା ସେଇଟା ହେଉଛି ମଣ୍ଡଳ ନେକ୍ସଟ ଦ ଧଉଳି ଏଲିଫେଣ୍ଟ ସ୍କଲ୍ପଚର ଧଉଳି ଏଲିଫେଣ୍ଟ ଭୁବନେଶ୍ୱରର which is one of the earliest example of the rock cut at in India is carved out a single rock overlooking which river ତ ଧଉଳି ଅଛି ମାନେ ଯୋଉଟା ରକ୍ତର ନଦୀ ହେଇଥିଲା ସେଇ ନଦୀ ସେଇପଟେ ବୋହିଥାଏ ସେଟା ହେଉଛି ଆମର ଦୟା ରିଭର ମହାନଦୀର ଗୋଟିଏ ମାନେ ଆଗକୁ ଯାଇକିରି ସେଟା କାଠ ଯୋଡ଼ି କୁଆଖାଇ ଏମିତି ଦେଇକି ସେ ଜାଗାରୁ ଦୟା ନଦୀ ବାହାରିଛି ସେଟା ହେଉଛି ଦୟା which ancient dynasty of Odisha ruling in Kosala region during the 6th and 6th, 7th century CE is famous for their copper plate grants that used box headed script बॉक्स हेडेड स्क्रिप्ट पे फेमस थिले एटा टिके माने बेसी पॉपुलर नुह से होची हमर सर्वपुरिया डायनेस्टी सर्वपुरिया डायनेस्टी बॉक्स हेडेड स्क्रिप्ट पे फेमस थिले सर्वपुरिया हे गले तापरे सर्वपुरिया ही तांकर माने प्रतिष्ठाता मध्ये थिले सर्वपुरिया डायनेस्टी The Mathara dynasty is historically significant because they were the first to use which language in their copperplate inscription. एबे पढ़ले Mathara language माने तांको द्वारा affected ହେଇଥିଲେ गुप्त ମାନଙ୍କ द्वारा एवं संस्कृत को प्रथमे प्रतिष्ठा करथिले which ancient dynasty of Odisha known for their conflict with the Bhakatakas had their capital at Puskari पुष्करी हूँ चोरी तस्करी हुए कोपट साइड रे कांतार रीजन महाकांतार रीजन रे खाली मन रखिया पे कहूँ केते सीरियस नुह महाकांतार रीजन होची सेटा होची नल डायनेस्टी जे कि हम्स थिबा बुल मध्ये थिले बराह राजा मध्ये तांकर जहार थिले तापरे द एंशिएंट ग्रीक फिलोसोफर टलेमी मेंशन द फेमस पोर्ट ऑफ द कलिंग कन्नगर माने गोटे मेंशन करथिले सेटा वर्तमान कहा सहित समान कहा सहित अछि तले एटा मध्ये कोणार्क कुशभद्रा नदी कूल से एरिया को आम कहुवा माने एक्जाक्ट तो सही लोकेशन नुहे सही आखपाख लोकेशन विषय से कहते कुशभद्रा नदी कूल द एंशिएंट इनस्क्रिप्शन ऑफ द ओडिशा the Bhaumakara and the Somansi period. What was the official title of the Minister of War and Peace? War और Peace रे जे मिनिस्टर थिले तांको कहै जाउतला से समय महासंधि विग्रह ऑप्शन नंबर बी नेक्स्ट द the Maranjuma copper plates which as an important source of the information for the Somavanshi were discovered in which modern day district of Odisha तो सोमवंशी थिले कोठु सेठु जणा पड़िबो तो सोमवंशी प्रथम साइड रे ए कोसळ पटे थिले वेस्टर्न कोसळ सदर्न माने कोसळ साइड एरिया रे थिले कोसळ साइड एरिया रु एपट साइड को आस्तिले तो एपट साइड रे हमर ऑप्शन जदि हम देखिबा तले आंसर हो सोनपुर बा सुवर्णपुर तांको कैपिटल अंचल थिला मेन अंचल थिला तले आंसर हे जिवो सुवर्णपुर Which ancient dynasty of Odisha is credited with being the first to unify district कलिंग उत्कल कंगोद कोसळ ए समस्तଙ୍କର କିଛି କିଛି ଜାଗାକୁ ୟୁନିଫାଇ କରିଥିଲେ କିଏ କରିଥିଲେ सोमवंशी ईस्टर्न गंगा तो କରିଥିଲେ କିନ୍ତୁ ପ୍ରଥମ ଡାଇନେଷ୍ଟି ଭାବରେ सोमवंशी ଆମେ କହିପାରିବା ଯଜାତି 1 ଙ୍କ ସମୟରେ ଏଟା ହେଇଥିଲା सोमवंशी ଡାଇନେଷ୍ଟି In the ancient temple architecture of Odisha, the Boitala Deula in Bhubaneswar is a classic example of which specific style characterized by the semi-cylindrical. ଆପଣ ଭୁବନେଶ୍ୱର ସବୁ ମନ୍ଦିର ଗୁଡ଼ାକ ଦେଖିବେ ପୁରା ଏମିତି এইভাবে মন্দির হয়েছিল যেমন জেনারেল আমি মন্দিরକୁ ଦେଖିଛେ সেইভাবে কিন্তু আমার এইপଟ সাইডে যে বৈতাଳ দেউଳ ଅଛି বৈତାଳ দেউଳ ହେଉଛି କାହାର
ना चामुंडांगर टेम्पल जोटा कि तैयारी करथिले भौमकर माने कहितली कारण से शक्ति उपासक थिले से माने तैयारी करथिले तो तार ऊपर पट्टा आपण इमेज देखि परिबे गूगल रे सर्च करके इमेज देखिबे ए जो बैताल टेम्पल टा अछि सेटा ऊपरे गोटे माने डंगा ओल्टा डंगा शेप रो आमे कहि परिबा सेही भलिया गोटे शेप रे तैयारी हेछि ताल ताकू कह जायते खाकरा स्टाइल खाकरा देउळ जोटा कि ओडिसा रे बहुत माने गोटे अलगा टाइप रो कारण जनरली मंदिरडा सेमती हेइ न थाए तो रेखा नुए एटा होछि खाकरा देउळ. According to the Brahmeswara temple inscription, which queen of the Somavanshi dynasty is credited of the building the magnificent Brahmeswara temple? Brahmeswara temple गोटे अछि भुवनेश्वर रे तले को देवी थिले माने किए थिले जे कि आको तयारी करथिले तेबे जे मदर थिले माने जो जजाति टूंकर परे जो आस्थिले उद्यत केशरींकर माँ जे थिले से समय रे से प्रतिष्ठा करथिले एटाको ताको ना थिला क्वीन कोलावती देवी भुवनेश्वर टेम्पल ब्रह्मेश्वर टेम्पल को प्रतिष्ठा करथिले उद्यत केशरी माँ जी की क्वीन कोलावती देवी ब्रह्मेश्वर टेम्पल को प्रतिष्ठा करते हैं आंसर हो कोलावती देवी कारण देखो त्रिभुवन महादेवी हेबेनी माने फास्ट होची तो सोमवंशी कहई सोमवंशी मान त्रिभुवन महादेवी हेबेनी ये सब कुछ ऑप्शन आप काटी दे पारे त्रिभुवन महादेवी हेबेनी पृथ्वी महादेवी हेबेनी गौरी महादेवी हेबेनी कारण मैंने समस्त कई सोमवंशी नुहति कोलावती देवी जड़े ही जी उद्यत केशरी माँ थे सी प्रतिष्ठा करते ब्रह्मेश्वर टेम्पल The ancient city of Tosali, which served as the Mauryan capital of Kalinga, is traditionally identified by archaeological site of the Dhauli. However, which nearby city is considered fortified residential area? Dhauli पाखरे fortified residential area. फोर्ट देखिक जौगड़ आड़े पलैबे कारण पाखे कही रेसिडेंशियल एरिया कही से आम शिशुपाड़गढ़ तोशाड़ी पाखे धौली पाखे अच्छे भुवनेश्वर में शिशुपाड़गढ़ ऑप्शन बी. इन द एंशिएंट मैरिटाइम ऑफ द साधव पुओ मैंने जो जाऊे से समय को विंड हेल्प करता जावाक देखो यहाँ हूँ इंडिया इंडिया यहीपटू से जाऊे जावा सुमात्रा आड़िकी जाऊे तो यहीपट को कौटा एपटे देखो कौ पवन बोहिले से सहज हम यहाँ हूँ नॉर्थ आउ यहाँ हूँ ईस्ट यहाँ वेस्ट एटा साउथ तो नॉर्थ ईस्ट मनसून आसूला नॉर्थ ईस्ट मनसून माने साउथ वेस्ट जनरली मनसून ये आसते साउथ वेस्ट मनसून यही प्रकार आसते रिटर्न करता है नॉर्थ ईस्ट मनसून जो रिटर्न करता है से समय ही विंटर वर्षा जो कारण होता है आंध्र प्रदेश एरिया रे विंटर वर्षा होता है जोग्राफी आप देखिथे तो से नॉर्थ ईस्ट मनसून कारण ही से साधव पुओ मैंने जाऊे से ऑप्शन नंबर बी नॉर्थ ईस्ट. नेक्स्ट अशोकन एडिक्ट्स ऑफ धौली जौगढ़ अशोकर एडिक्ट जो अच्छी जौगढ़ रे ताले सेटा which of the following major edict is missing from the Kalinga versions likely because it describes the horrors of the Kalinga war. Kalinga war horror किए करतिला मेजर रॉक एडिक्ट 13 तो रॉक मेजर रॉक एडिक्ट आम कहीपर X888 13 नंबर रॉक एडिक्ट अशोकंकर तापरे द भौमकर डायनेस्टी इज ऑफन कॉल्ड फॉर एस्टाब्लिशिंग द फेमस बिरजा क्षेत्र एज अ मेजर रिलीजियस सेंटर अकॉर्डिंग टू द ट्रेडिशन व्हिच वैदिक सैक्रिफाइस डिड द इयरली किंग्स परफॉर्म अप टू इनवाइट 10,000 ब्राह्मण कनौजर आनीथिले ए माने भौमकर माने आउ तांकर ना थिला अश्वमेध नुहे दशाश्वमेध यज्ञ करथिले बी. तापरे आसनपट इंस्क्रिप्शन जोटा कि केउंझर अच्छी सीताबिंजी एवं आसनपट इंस्क्रिप्शन which mention the rule of the Shatrubhanja थिले and is famous for the depiction of the Nataraja Shiva belongs to which ancient period प्रथम तो शत्रुभंज को डायनेस्टी थिले शत्रुभंज जदि आप मन पकेबे से को डायनेस्टी ताले ये होचंती गुप्तंग पूर्व कथा तो सी होथिले नागा डायनेस्टी गुप्तंग पूर्व जो मुरंड डायनेस्टी और नागा डायनेस्टी थिले तो नागा डायनेस्टी थिले आमर शत्रुभंज तापरे आमर दशरथ मध्ये थिले दशरथ ने दशभंज थिले से सब जगार लोक सी नागा डायनेस्टी जो ऊपर साइड नागा विंध्यता भी केउंझर मयूरभंज एरिया रे देखा जाई थांती ताले से माने को जुगर तो को जुगर कहबा ताले फर्स्ट सेंचुरी गुप्तंगर जस्ट पूर्व कथा ये ताले फर्स्ट सेंचुरी तो हबनी माने बहुत पुराना हो गला कथाटा और 8 और 10 तो हबार चांस नहीं ताले आंसर हे परबो 4th एंड 5th सेंचुरी सीई फर्स्ट सेंचुरी बीसी केबे भी चांस नहीं ख्रीष्टपूर्व कथा एटा नो और 8 हला बहुत पर हो जिवो 10th भी बहुत पर हो जिवो तो 4th 5th सेंचुरी सीई आंसर हेबो. नेक्स्ट the Ganjam copper plates which are crucial source of information for the Saradvaba dynasty mention that King Madhavaraja II was a feudatory of which powerful North Indian emperor. माधवराजा टू को नॉर्थ इंडियन एम्पायर अंडर थे पढ़ी उपरपट सैड रू किए आसते उपरपट सैड आसते शशांक गौड़ किंग शशांक परवर्ती समय हर्षवर्धन आसते किंतु प्रथम थे शशांक किंग ऑफ गौड़ जहाँ गोटे फ्यूडटरी भाव में शरद मैंने माधवराजा टू किसी दिन पर्यंत रही.
तो एमती होकर टोटाल सबुत क्वेश्चन ओवर है टोटाल 50टा क्वेश्चन थिला 50टा क्वेश्चन रु आपणकर केते मार्क रोची आपण कमेंट रे निश्चिंत कहबे आउ माने किछि फास्ट तरफ पई आमे एभलिया क्वेश्चन डिस्कस कले एभलिया क्वेश्चन डिस्कशन आपको आपनकर दरकार अछि कि नाही कि कहबा बहुत फास्ट हो जाउछि बा आपण कोन चेंजेस चाहुचंती सेटा मध्ये आपण कमेंट रे कहि परिबे थैंक यू।